Hello students, welcome to channel Advanced Studies Academy. Students, today we are going to read a beautiful poem from class 10th English book. The name of the poem is Village Song, written by Sarojini Naidu. ଆଜି ଆମେ କ୍ଲାସ୍ 10ର ଗୋଟିଏ ସୁନ୍ଦର ପୋଏମ୍ଟିଏ ପଢ଼ିବା। ତା'ର ନାମ ହେଲା ଭିଲେଜ୍ ସଙ୍ଗ୍। ଏହାକୁ ଲେଖିଛନ୍ତି ସରୋଜିନୀ ନାଇଡୁ, ଯାହାକୁ ଆମେ ନାଇଟିଙ୍ଗେଲ୍ ବା ଭାରତର କୋକିଲ ବୋଲି ଜାଣିଥାଉ। ତାହେଲେ ଷ୍ଟୁଡେଣ୍ଟସ୍, ପୋଏମ୍ଟି ପଢ଼ିବା ପୂର୍ବରୁ ଆମେ ସରୋଜିନୀ ନାଇଡୁ ବିଷୟରେ କିଛି ଜାଣିବା। ସରୋଜିନୀ ନାଇଡୁ ନାମ ଆମେ ସମସ୍ତେ ଭଲ ଭାବରେ ଶୁଣିଛୁ କି ତାଙ୍କୁ ଭାରତର ବୁଲବୁଲ ବୋଲି କୁହାଯାଏ। ସେ ଗୋଟିଏ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଭଲ ଗାୟିକା ଥିଲେ। ତାପରେ ସେ ଭଲ କବିତା ଲେଖୁଥିଲେ, ଏହା ଆମେ ଜାଣିଛୁ। ତାପରେ ଆଉ କ'ଣ, ସେ ଗାନ୍ଧୀଜୀଙ୍କର ସହିତ ସେ ମିଶି ଆମ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ଫାର୍ଷ୍ଟ ଓମେନ୍ ପ୍ରେସିଡେଣ୍ଟ ଥିଲେ। ଆଉ ତାପରେ ସ୍ୱାଧୀନ ଭାରତର ଉତ୍ତରପ୍ରଦେଶରେ ସେ ଗଭର୍ଣ୍ଣର ମଧ୍ୟ ଥିଲେ। ତାହେଲେ ଆମେ ସରୋଜିନୀ ନାଇଡୁ ବିଷୟରେ ବହୁତ କିଛି ଜାଣିଲେ। ଏବେ ଆମେ ଭିଲେଜ୍ ସଙ୍ଗ୍କୁ ଆସିବା। ଭିଲେଜ୍ ସଙ୍ଗ୍ ଅର୍ଥ କ'ଣ ଷ୍ଟୁଡେଣ୍ଟସ୍? ଭିଲେଜ୍ ଅର୍ଥ ଗ୍ରାମ, ସଙ୍ଗ୍ ଅର୍ଥ ସଙ୍ଗୀତ। ତ ଭିଲେଜ୍ ସଙ୍ଗ୍ ଅର୍ଥ ଗ୍ରାମ୍ୟ ସଙ୍ଗୀତ। ଷ୍ଟୁଡେଣ୍ଟସ୍ ନିଜ ନିଜ ମିନିଂ କପି ବାହାର କରିଦେବେ ଆଉ ଡିଫିକଲ୍ଟ ୱାର୍ଡ଼ ସବୁ ଲେଖି ପକାଇବେ। ତ ଆମ ଗ୍ରାମରେ ଅନେକ ସଙ୍ଗୀତମାନ ଥାଏ। ତାକୁ ଆମେ ଗାଇବାକୁ ଆଉ ଶୁଣିବାକୁ ଆମକୁ ମଧୁର ଲାଗେ। ସେଇଟା ଆମ ନିଜ ଗାଉଁଲି ଭାଷାରେ ଥାଏ, ଯାହାକୁ ଆମେ ସହଜରେ ବୁଝିପାରିବା। ତ ଏଠାରେ ଗୋଟିଏ ଭିଲେଜ୍ ସଙ୍ଗ୍ ଅଛି, ଯାହାକୁ ସରୋଜିନୀ ନାଇଡୁ ଲେଖିଛନ୍ତି। ଏହା ଗୋଟିଏ ମ୍ୟାରେଜ୍କୁ ନେଇ ଅଛି। ସମସ୍ତଙ୍କ ଜୀବନରେ ମ୍ୟାରେଜ୍ଟା ଗୋଟିଏ ଇମ୍ପୋର୍ଟାଣ୍ଟ ଇଭେଣ୍ଟ ଅଟେ। ସମୟ ଆସିଲେ ସମସ୍ତଙ୍କୁ ମ୍ୟାରେଜ୍ କରିବାକୁ ପଡ଼େ, ଆଉ ସେହି ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆଉ ବାପା ମାଆଙ୍କର ମଧ୍ୟ ଦାୟିତ୍ୱ ଥାଏ ଯେ ତାଙ୍କ ଛୁଆ କିପରି ଠିକ୍ ସମୟରେ ମ୍ୟାରେଜ୍ କରି ବିବାହ କରି ଗୋଟିଏ ଶାନ୍ତିପୂର୍ଣ୍ଣ ଜୀବନଯାପନ, ସାଂସାରିକ ଜୀବନଯାପନ କରୁ। କିନ୍ତୁ ଏଠିରେ ଗୋଟିଏ ଝିଅ ଅଛି, ଭିଲେଜ୍ ସଙ୍ଗ୍ରେ ଗୋଟିଏ ଝିଅ ଅଛି, ଯାହାକୁ ବିବାହ ଅପେକ୍ଷା ଜଙ୍ଗଲର ପରିବେଶ ବହୁତ ଭଲ ଲାଗିଛି। ସେ ବିବାହ ନ କରି ସେ ଜଙ୍ଗଲକୁ ଚାଲିଯିବାକୁ ଇଚ୍ଛା କରିଛି। ତ ଭିଲେଜ୍ ସଙ୍ଗ୍ ହେଉଛି, ଏଠିର ଭିଲେଜ୍ ସଙ୍ଗ୍ ହେଉଛି ମା' ଓ ଝିଅ ମଧ୍ୟରେ କଥୋପକଥନ। ଝିଅଟି ସାଂସାରିକ ଜୀବନରୁ ଦୂରେଇ ଯାଇ ଜଙ୍ଗଲରେ ବସବାସ କରିବାକୁ ଚାହୁଁଛି। ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଛି। ଆଉ ତା ମା' ତାକୁ ବୁଝେଇ କରି ତାକୁ ସାଂସାରିକ ବନ୍ଧନରେ ବାନ୍ଧି ଦେବାକୁ ଚାହୁଁଛି। ତ ଏଠିରେ ଆମେ ସେଇ ପୋଏମ୍ଟିକୁ ଭଲ ଭାବରେ ବୁଝିନେବା। ତ କମ୍ ଟୁ ଦ ଟେକ୍ସଟ। ହନି ଚାଇଲ୍ଡ, whether are you going? Would you cast your jewels all to the breezes blowing? Would you leave the mother who on golden grain has fed you? Would you grieve the lover who is riding forth to wed you? ତ ପ୍ରଥମ ଷ୍ଟାଞ୍ଜାରେ ମାଆଟି ତା ଝିଅକୁ କହିଛି, ସେ ସମ୍ବୋଧନ କରିଛି ତା ଝିଅକୁ ହନି ଚାଇଲ୍ଡ ବୋଲି। ଆମେ ଆମ ସନ୍ତାନକୁ ବା ଆମ ମା' ଆମମାନଙ୍କୁ କେତେ ଆଦରରେ କେତେ ନାମ ଦେଇ ଡାକିଥାନ୍ତି, ସେହିପରି ଏଠିରେ ମାଆଟି ତା ଝିଅକୁ ହନି ଚାଇଲ୍ଡ ବା ଭଲ ଝିଅ ବୋଲି ଡାକିଛି। ଆଉ ସେ କହିଛି ହନି ଚାଇଲ୍ଡ ମାନେ ଭଲ ଛୁଆ। ହ୍ୱେଦର୍ ଆର୍ ୟୁ ଗୋଇଂ? ହ୍ୱେଦର୍ ଅର୍ଥ କେଉଁଠାକୁ, ଆର୍ ୟୁ ଗୋଇଂ ଏ ଝିଅଟି ତୁ କେଉଁଠାକୁ ଯାଉଛୁ। Would you cast your jewels all to the breezes blowing? Would you cast ଅର୍ଥ ଫିଙ୍ଗିଦେବା, ତୁ ଫିଙ୍ଗିଦେବୁ କି? Would you cast ଅର୍ଥ ତୁ ଫିଙ୍ଗିଦେବୁ କି କ'ଣ? Your jewels ଅର୍ଥ ଗହଣା, ତୁ ଗହଣାକୁ ତୁ ଫିଙ୍ଗିଦେବୁ କି? ତ
ତୁ ଯେଉଁ ବହୁ ବେଶରେ ସାଜିବାକୁ ଗହଣା ତୋ ପାଇଁ ରଖାଯାଇଛି ତାକୁ କ'ଣ ତୁ ଫିଙ୍ଗିଦେବୁ? କେଉଁଟାକୁ? ଟୁ ଦ ବ୍ରିଜେସ୍ ବ୍ଲୋଇଂ, ଯେଉଁଆଡ଼େ ପବନ ବହୁଛି। ବ୍ରିଜ୍ ଅର୍ଥ ପବନ, ବ୍ଲୋଇଂ ଅର୍ଥ ବହିଯିବା। ଯେଉଁଆଡ଼େ ପବନ ବହୁଛି ସେଇ ଆଡ଼କୁ କ'ଣ ତୁ ସମସ୍ତ ଗହଣା ଫିଙ୍ଗିଦେବୁ? ତୃତୀୟ କ୍ୱେଶ୍ଚନଟି ହେଲା, ଯାହା ମା' ତା ଝିଅକୁ ପଚାରିଛି, ଉଡ୍ ୟୁ ଲିଭ୍ ଦି ମଦର? ତୁ ତୋ ମା'କୁ ଛାଡ଼ିଦେବୁ? ଲିଭ୍ ଅର୍ଥ ଛାଡ଼ିଦେବା, ପରିତ୍ୟାଗ କରିବା। ଦି ମଦର, ତୁ ତୋ ମା'କୁ ଛାଡ଼ିଦେବୁ କି? ହୁ ଅନ୍ ଗୋଲ୍ଡେନ୍ ଗ୍ରେନ୍ ହେଜ୍ ଫେଡ୍ ୟୁ? ଏଠାରେ ଗୋଲ୍ଡେନ୍ ଗ୍ରେନ୍ ଅର୍ଥାତ୍ ସ୍ୱାଦିଷ୍ଟ ଖାଦ୍ୟ। ତୋ ମା' ଯେ କି ତୋତେ ସ୍ୱାଦିଷ୍ଟ ଖାଦ୍ୟ ଖୁଆଇଛି। ଫେଡ୍ ଅର୍ଥ ଖୁଆଇଛି, ହେଜ୍ ଫେଡ୍ ଅର୍ଥ ଖୁଆଇଛି। ତୋ ମା' ଯେ କି ତୋତେ ସ୍ୱାଦିଷ୍ଟ ଖାଦ୍ୟ ଖୁଆଇଛି ତାକୁ କ'ଣ ତୁ ଛାଡ଼ିଦେବୁ? ଉଡ୍ ୟୁ ଗ୍ରିଭ୍ ଦି ଲଭର? ତୁ ତୋ ଲଭରକୁ, ତୋ ପ୍ରେମିକାକୁ କ'ଣ ତୁ ଗ୍ରିଭ୍ କରିବୁ, ଛାଡ଼ିଦେବୁ? ହୁ ଇଜ୍ ରାଇଡିଂ ଫୋର୍ଥ ଟୁ ୱେଡ୍ ୟୁ? ଯେ କି ଘୋଡ଼ାରେ ଚଢ଼ି, ରାଇଡିଂ ଅର୍ଥ ଘୋଡ଼ା ଚଢ଼ିବା, ଯେ କି ଘୋଡ଼ାରେ ଚଢ଼ି ଆସୁଛି। ଫୋର୍ଥ ଅର୍ଥ ତୋ ଆଡ଼କୁ, ଟୁ ୱେଡ୍ ୟୁ ତୋତେ ବିବାହ ହେବା ପାଇଁ। ୱେଡ୍ ଅର୍ଥ ବିବାହ ହେବା। ତ ତୋତେ ବିବାହ ହେବା ପାଇଁ ଯେଉଁ ବରଟି, ଯେଉଁ ଲଭରଟି, ଯେଉଁ ପ୍ରେମିକାଟି ତୋ ଆଡ଼କୁ ଆସୁଛି ତାକୁ କ'ଣ ତୁ ଛାଡ଼ିଦେବୁ ଏପରି? ଏହି 4ଟି ପ୍ରଶ୍ନ ମା'ଟି ତା ଝିଅକୁ କରିଛି। ଆମେ ନେକ୍ସଟ ଷ୍ଟାଞ୍ଜାରେ ଦେଖିବା ଝିଅଟି ଏହାର କି ଜବାବ ଦେଇଛି। ମଦର ମାଇଣ୍ଡ ଟୁ ଦ ୱାଇଲ୍ଡ ଫରେଷ୍ଟ ଆଇ ଏମ୍ ଗୋଇଂ। ମଦର ମାଇଣ୍ଡ, ହେ ମୋର ମା'। ମଦର ମାଇଣ୍ଡ ଅର୍ଥାତ୍ ହେ ମୋର ମା'। ଟୁ ଦ ୱାଇଲ୍ଡ ଫରେଷ୍ଟ ଆଇ ଏମ୍ ଗୋଇଂ, ମୁଁ ଜଙ୍ଗଲକୁ ଯାଉଛି। ମା' ପଚାରିଛି ହ୍ୱେଦର ଆର୍ ୟୁ ଗୋଇଂ? ତୁ କେଉଁଠାକୁ ଯାଉଛୁ? ତ ଝିଅଟି ଜବାବ ଦେଇଛି ଯେ ମା', ମୋର ପ୍ରିୟର ମା', ମୁଁ ଜଙ୍ଗଲକୁ ଯାଉଛି। ହ୍ୱେର୍ ଅପନ୍ ଦି ଚମ୍ପା ବୋଜ୍ ଦି ଚମ୍ପା ବର୍ଡସ୍ ଆର୍ ବ୍ଲୋଇଂ। କେଉଁ ଜଙ୍ଗଲକୁ ସେ ଯିବ? ହ୍ୱେର୍, ଯେଉଁଠାରେ, ଦି ଚମ୍ପା ବୋଜ୍, ଏଠାରେ ବୋଜ୍ ଅର୍ଥ ଡାଳ, ଚମ୍ପା ଡାଲରେ ଯେଉଁ ଚମ୍ପା ବର୍ଡସ୍, ଚମ୍ପା କଢ଼ି ଫୁଟିଛି ଆଉ ତାହା ଝୁଲୁଛି। ବ୍ଲୋଇଂ ଅର୍ଥ ଝୁଲିବା, ଚମ୍ପା ବର୍ଡସ୍ ଅର୍ଥ ଚମ୍ପା କଢ଼ି, ବୋଜ୍ ଅର୍ଥ ଡାଳ, ଚମ୍ପା ଅର୍ଥ ଚମ୍ପା ଫୁଲ। ତ ଯେଉଁଠାରେ ଚମ୍ପା ଡାଲରେ ଚମ୍ପା ଫୁଲ ଝୁଲୁଛି ସେଇ ଜଙ୍ଗଲକୁ ମୁଁ ଚାଲିଯିବି। ଟୁ ଦ କୋଏଲ୍ ହଣ୍ଟେଡ୍ ରିଭର ଆଇସ୍ଲେସ୍ ହ୍ୱେର୍ ଲୋଟସ୍ ଲିଲିଜ୍ ଗ୍ଲିସେନ୍। ସେଉଠାରେ କ'ଣ ହେବ? କୋଏଲ୍, କୋଏଲ୍ ଅର୍ଥ କୁକୁ, କୋଇଲି। ଯେଉଁଠାରେ କୋଇଲି ଆସୁଥିବ, ଯାଉଥିବ, ଗୀତ ଗାଉଥିବ। କେଉଁଠାରେ? ଇସ୍ଲେସ୍ ରିଭର, ଇସ୍ଲେସ୍ ରିଭରରେ ଯେଉଁଠାରେ କୋଇଲି ଆତଯାତ ହେଉଥିବ ଆଉ ସେଇଠାରେ ଲୋଟସ୍ ଆଉ ଲିଲିସ୍ ଗ୍ଲିସେନ୍ କରିଥିବେ, ଫୁଟିଥିବେ। ସେଇ ଜଙ୍ଗଲକୁ ମୁଁ ଚାଲିଯିବାକୁ ଚାହୁଁଛି। ସେଇ ପ୍ରାକୃତିକ ଦୃଶ୍ୟକୁ, ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମୁଁ ଉପଭୋଗ କରିବାକୁ ଚାହୁଁଛି। ମୋତେ ବିବାହିତ ଜୀବନ ଭଲ ଲାଗିବ ନାହିଁ। ଏହି ପ୍ରାକୃତିକ ଦୃଶ୍ୟରେ, ଏହି ପ୍ରାକୃତିକ ସଂସାରରେ ଯେଉଁ ମୋତେ ସୁଖ ମିଳିବ ତାହା ମୋତେ ବିବାହିତ ଜୀବନରେ ମିଳିବ ନାହିଁ। ସାଂସାରିକ ଜୀବନ ମୋତେ ତାହା ଦେଇପାରିବ ନାହିଁ। ଏହା ଝିଅଟି କହିଛି। ଦି ଭଏସେସ୍ ଅଫ୍ ଫେୟାରୀ ଫୋକ୍ ଆର୍ କଲିଂ ମି। ଫେୟାରୀ ଫୋକ୍ ଅର୍ଥାତ୍ ପରିଗୀତ, ପରୀମାନଙ୍କର ଗୀତର ଶବ୍ଦ ମୋତେ ଡାକ ଦେଉଛି। ଏଣୁ ମୁଁ ତାଙ୍କ ପାଖକୁ ଚାଲିଯିବି, ମୁଁ ତାଙ୍କ ସହିତ ରହିବି। ଏହା ଝିଅଟି ତା ମା'କୁ କହିଛି। ତା ମା' ପୁଣି କହିଛି କ'ଣ? ଥାର୍ଡ଼ ଷ୍ଟାଞ୍ଜାରେ ଦେଖିବା। ହନି ଚାଇଲ୍ଡ, ଦି ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ଲିଜର୍, ଅଫ୍ ବ୍ରାଇଡାଲ୍ ସଙ୍ଗ୍ସ ଆଣ୍ଡ କ୍ରେଡଲ୍ ସଙ୍ଗ୍ସ ଆଣ୍ଡ ସାଣ୍ଡାଲ୍ ସେଣ୍ଟେଡ୍ ଲିଜର୍। ୟୁର୍ ବ୍ରାଇଡାଲ୍ robes are in the loom, silver and saffron glowing. Your bridal cakes are on the hearth,
ଓ ହ୍ୱାଇଟର୍ ଆର୍ ୟୁ ଗୋଇଂ? ତ ମାଟି ପୁଣି କହିଛି ହନି ଚାଇଲ୍ଡ ଦି ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲିଜର୍। ଏଠାରେ ମା କହୁଛି ଯେ ହେ ପ୍ରିୟ ଝିଅ, ମୋର ଭଲ ଝିଅ, ଦି ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲିଜର୍। ଦି ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲିଜର୍ କେଉଁ ୱାର୍ଲ୍ଡ କଥା କୁହାଯାଇଛି? ସଂସାର। ଏଠାରେ ୱାର୍ଲ୍ଡ ଅର୍ଥ କ'ଣ ହେବ? ସଂସାର। ସଂସାରଟା ପ୍ଲିଜର୍ ଅର୍ଥ ଆନନ୍ଦ, ଆନନ୍ଦରେ ଭରପୁର ଅଟେ। ଝିଅକୁ ଲୋଭ ଦେଉଛି। ଏଠିରେ ମା ତା ଝିଅକୁ ଲୋଭ ଦେଉଛି ଯେ ସଂସାରଟା ଆନନ୍ଦରେ ପରିପୂର୍ଣ୍ଣ ଅଟେ। ଏହି ସଂସାରରେ ତୁ ଯଦି ରହିବୁ ତାହେଲେ ତୁ ଆନନ୍ଦରେ ରହିବୁ, ତୋତେ ବହୁତ ସୁଖ ମିଳିବ। ଅଫ୍ ବ୍ରାଇଡାଲ୍ ସଙ୍ଗ୍ସ ଆଣ୍ଡ କ୍ରେଡାଲ୍ ସଙ୍ଗ୍ସ ଆଣ୍ଡ ସାଣ୍ଡାଲ୍ ସେଣ୍ଟେଡ୍ ଲିଜର୍। ଏଠିରେ କ'ଣ କ'ଣ ମିଳିବ? ବ୍ରାଇଡାଲ୍ ସଙ୍ଗ୍ସ ଅର୍ଥ ବିବାହ ସଙ୍ଗୀତ ମିଳିବ। ବିବାହରେ ଯେଉଁ ସଙ୍ଗୀତ ସବୁ ସୁନ୍ଦର ସଙ୍ଗୀତ ସବୁ ଗାନ କରାଯାଏ ତାକୁ ତୋତେ ଉପଭୋଗ କରିବାକୁ ମିଳିବ। ତୋତେ ଯେଉଁ କୋଇଲିର ଶବ୍ଦ, ଯେଉଁ ନଦୀର କୁଳୁକୁଳୁ ଶବ୍ଦ ସେଥିରେ ଶୁଣିବାକୁ ମିଳେ, ସେଥିରେ ସେତେ ଆନନ୍ଦ ନାହିଁ, ସେଥିରେ ସେତେ ସୁଖ ନାହିଁ। ବିବାହ ସଙ୍ଗୀତରେ ତୋତେ ବହୁତ ସୁଖ ମିଳିବ। ଆଉ ଏଠିରେ କ'ଣ ଅଛି? କ୍ରେଡାଲ୍ ସଙ୍ଗ ଅର୍ଥ ଷ୍ଟୁଡେଣ୍ଟସ୍, ଛୁଆ ଜନ୍ମ ହେଲା ବେଳେ ଯେଉଁ ଗୀତ ଗାଇବାକୁ ପଡ଼ିଥାଏ, ଯେଉଁ ଗୀତ ଗାଆନ୍ତି ତାହାକୁ କ୍ରେଡାଲ୍ ସଙ୍ଗ କୁହାଯାଉଛି। ତ ବିବାହ ସଙ୍ଗୀତ, ତାପରେ ଛୁଆ ଜନ୍ମ ହେବା ସଙ୍ଗୀତ, ତାପରେ ସାଣ୍ଡାଲ୍ ସେଣ୍ଟେଡ୍ ଲିଜର୍, ତାପରେ ଚନ୍ଦନର ସାଣ୍ଡାଲ୍ ଅର୍ଥ ଚନ୍ଦନ, ସେଣ୍ଟେଡ୍ ଅର୍ଥ ବାସନା, ଚନ୍ଦନ ବାସନାର ଲିଜର୍ ଅର୍ଥାତ୍ ଅବକାଶ ତୋତେ ଏଠି ଉପଭୋଗ କରିବାକୁ ମିଳିବ, ଯାହା ଜଙ୍ଗଲରେ ତୋତେ ମିଳିପାରିବ ନାହିଁ। ଏହା ମା ତା ଝିଅକୁ ଲୋଭ ଦେଉଛି। ୟୋର୍ ବ୍ରାଇଡାଲ୍ ରବ୍ସ ଆର୍ ଇନ୍ ଦ ଲୁମ୍। ଏଠାରେ ବ୍ରାଇଡାଲ୍ ଅର୍ଥ କ'ଣ? ବିବାହ। ବ୍ରାଇଡାଲ୍ ରବ୍ସ ଅର୍ଥ ବିବାହ ପୋଷାକ। ବିବାହ କରିବା ସମୟରେ ଯେଉଁ ପୋଷାକ ପିନ୍ଧା ଯାଇଥାଏ ତାକୁ ବ୍ରାଇଡାଲ୍ ରବ୍ସ କହୁଛି। ତ ୟୋର୍ ବ୍ରାଇଡାଲ୍ ରବ୍ସ ଆର୍ ଇନ୍ ଦ ଲୁମ୍ ଅର୍ଥ ତନ୍ତ, ଯେଉଁଠାରେ ଲୁଗା ବୁଣାଯାଏ। ତୋର ବିବାହ ପୋଷାକଟା ଲୁମ୍ରେ ତିଆରି ହେଉଛି, ଅର୍ଥାତ୍ ତନ୍ତରେ ତା'ର କାର୍ଯ୍ୟ କରାଯାଉଛି। ଆଉ ସେଥିରେ କ'ଣ ଲାଗିଛି? ସିଲଭର୍ ଆଣ୍ଡ ସାଫ୍ରନ୍ ଗ୍ଲୋଇଂ। ସେଇ ରବ୍ରେ, ସେଇ ପୋଷାକରେ ରୂପା ଆଉ ସାଫ୍ରନ୍ ମାନେ ଖଚିତ ହେଇଛି, ଆଉ ତାହା ଗ୍ଲୋଇଂ କରୁଛନ୍ତି, ତାହା ବହୁତ ସୁନ୍ଦର ଦେଖାଯାଉଛି। ତୁ ସେ ପୋଷାକକୁ ତୁ ପରିଧାନ କର ଆଉ ତୁ ବିବାହ କର। ଏହା ମା ତା ଝିଅକୁ କହୁଛି। ୟୋର୍ ବ୍ରାଇଡାଲ୍ କେକ୍ସ ଆର୍ ଅନ୍ ଦି ହର୍ଥ। ତୋର ବିବାହର ପିଠାପଣା ସବୁ ଅନ୍ ଦି ହର୍ଥ, ଚୁଲିରେ ତିଆରି ହେଉଛି। ମା ତା ଝିଅକୁ କହୁଛି ଯେ ତୋତେ ବାହା କରିବା ପାଇଁ ଯେଉଁ ପିଠାପଣା ସବୁ ଲାଗିବ ତାହା ଚୁଲିରେ ତିଆରି ହେଉଛି, ଆଉ ତୁ ଯେଉଁ ପୋଷାକ ପିନ୍ଧିବୁ ତାହା ତନ୍ତରେ ତିଆରି ହେଉଛି, ଆଉ ସେଥିରେ ସିଲଭର୍ ଆଉ ସାଫ୍ରନ୍ ଖଚିତ ହୋଇ ତାହା ବହୁତ ସୁନ୍ଦର ଦିଶୁଛି। ଏଣୁ ଏସବୁ ତୁ ଉପଭୋଗ କର, ତୁ ପଳେଇଆ ଆଉ ତୁ ବାହା କର। ଓ ହ୍ୱାଇଦର୍ ଆର୍ ୟୁ ଗୋଇଂ? ତୁ କେଉଁଠାକୁ ଯାଉଛୁ? ପଳେଇଆ। ଏହା ମା କହିଛି। ପ୍ରତି ଜବାବରେ ଚତୁର୍ଥ ଷ୍ଟାଞ୍ଜାରେ ଝିଅଟି କ'ଣ କହିଛି ଦେଖିବା? ଦି ବ୍ରାଇଡାଲ୍ ସଙ୍ଗ୍ସ ଆଣ୍ଡ କ୍ରେଡାଲ୍ ସଙ୍ଗ୍ସ ହ୍ୟାଭ୍ cadence of sorrow. The laughter of the sun today, the wind of death tomorrow. Far sweeter sound the forest notes where forest streams are falling. O mother mine, I cannot stay, the fairy fog are calling. तो माँ झीक जो ब्राइडाल सॉन्ग आ क्रेडाल सॉन्ग रो आनंद नेबाकू लोभ देखी तार जवाब रे झीटी कौन कही दि ब्राइडाल सॉन्ग्स एंड क्रेडाल सॉन्ग्स हैव कैडेंस ऑफ सोरो। से ब्राइडाल सॉन्ग रे आ क्रेडाल सॉन्ग रे कौन अच्छी सोरो अच्छी दुखर ताल अच्छी ताहाको शुणिले आमको दुख लागिबो कारण यही संगीत विवाह संगीतटा दुखरे भरा संगीत थाए से दुखरे भरा ताल थाए। एणु झीटी कही ब्राइडाल सॉन्ग एंड क्रेडाल सॉन्ग्स हैव
କେଡେନ୍ସ ଅଫ୍ ସୋରୋ, ଏଥିରେ ଦୁଃଖର ତାଳ ରହିଥାଏ। ଏହାକୁ ଶୁଣିଲେ ମନ ମରିଯାଇଥାଏ, ମନଟି ଏକଦମ ସଙ୍କୁଚିତ ହୋଇଥାଏ। ଦି ଲାଫ୍ଟର ଅଫ୍ ଦି ସନ୍ ଟୁଡେ, ଦି ଲାଫ୍ଟର ଅଫ୍ ଦି ସନ୍ ଟୁଡେ ଅର୍ଥାତ୍ ଆଜିର ସୁଖ, ଲାଫ୍ଟର ଅଫ୍ ଦି ସନ୍ ଅର୍ଥାତ୍ ଆଜିର ସୁଖ, ଦି ୱାଇଣ୍ଡ ଅଫ୍ ଡେଥ୍ ଟୁମୋରୋ, କାଲିର ଦୁଃଖ ଅଟେ। ଆମେ ଆଜି ସଂସାରରେ ଯେଉଁ ସୁଖ ପାଇଥିବା, ଯାହାକୁ ଆମେ ସୁଖ ବୋଲି ଅନୁଭବ କରିବା, କାଲି ତାହା ଦୁଃଖ ଆଣିଦେବ ଆମ ପାଇଁ। ତେଣୁ ଏହି ସୁଖ ମୋତେ ଦରକାର ନାହିଁ। ଫାର୍ ସୁଇଟର ସାଉଣ୍ଡ ଦି ଫରେଷ୍ଟ ନୋଟ୍ସ, ତ ଏଇ ଫରେଷ୍ଟ ନୋଟ୍ସ ଅର୍ଥାତ୍ ଜଙ୍ଗଲର ଗୀତଟି ଏହି ବ୍ରାଇଡ଼ାଲ୍ ଓ କ୍ରାଇଡ଼ାଲ୍ ସଙ୍ଗରୁ ଫାର୍ ସୁଇଟର ଅଟନ୍ତି। ଏମାନେ ବହୁତ ଭଲ ଅଟନ୍ତି, ବହୁତ ମିଠା ଅଛି ଏହି ସଙ୍ଗୀତରେ। ହ୍ୱେର୍ ଫରେଷ୍ଟ ଷ୍ଟ୍ରିମ୍ସ ଆର୍ ଫଲିଂ, ଯେଉଁଠାରେ ଜଙ୍ଗଲର ଷ୍ଟ୍ରିମ୍ସ ଅର୍ଥ ଝରଣା, ଯେଉଁଠାରେ ଜଙ୍ଗଲର ଝରଣା କୁଲୁ କୁଲୁ ହୋଇ ବହିଯାଉଛି, ସେଇ ସ୍ୱର, ସେଇ ଜଙ୍ଗଲର ସେଇ ବିଭିନ୍ନ ପକ୍ଷୀମାନଙ୍କର ସ୍ୱର, ସେଇ ସ୍ୱର ବ୍ରାଇଡ଼ାଲ୍ ଓ କ୍ରାଇଡ଼ାଲ୍ ସଙ୍ଗରୁ ବହୁତ ଭଲ ଅଟନ୍ତି। ଏଣୁ ମୁଁ ବିବାହ ହେବା ପରିବର୍ତ୍ତେ ମୁଁ ଜଙ୍ଗଲକୁ ଯିବାକୁ ପସନ୍ଦ କରିବି, ଜଙ୍ଗଲର ସୁଖକୁ ମୁଁ ଆପଣେଇ ନେବାକୁ ଚାହୁଁଛି। ଓ ମଦର ମାଇ ଆଇ କ୍ୟାନ୍ ନଟ୍ ଷ୍ଟେ, ଦି ଫେୟାରି ଫକ୍ ଆର୍ କଲିଂ, ହେ ମୋର ପ୍ରିୟର ମା, ମୁଁ ଏଠାରେ ରହିପାରିବି ନାହିଁ, ମୁଁ ଏଠାରେ ବିଲକୁଲ ରହିପାରିବି ନାହିଁ। ଦି ଫେୟାରି ଫକ୍ ଆର୍ କଲିଂ, ପରୀମାନଙ୍କର ଗୀତ ମୋତେ ଡାକୁଛି, ମୋତେ ଯିବାକୁ ହେବ ମା, ଏଣୁ ମୋତେ ବିଦାୟ ଦିଅ, ମୋତେ ଛାଡ଼ିଦିଅ, ମୁଁ ଏଠାରେ ରହିବି ନାହିଁ। ଏହା ସରୋଜିନୀ ନାଇଡୁ ଲେଖିଛନ୍ତି। ତ ଷ୍ଟୁଡେଣ୍ଟସ୍, ଆମେ ପୋଏମ୍ଟିକୁ ପୂର୍ଣ୍ଣ ଭାବରେ ପଢ଼ିନେଲେ, ବୁଝିନେଲେ, ଏହାକୁ ଆମେ ଭଲ ଭାବରେ ଜାଣିନେଲେ, କଠିନ ଶବ୍ଦର ଆଲୋଚନା ମଧ୍ୟ ହୋଇଗଲା। ତେଣୁ ଷ୍ଟୁଡେଣ୍ଟସ୍, ଆଜିର ଭିଡ଼ିଓକୁ ଆମେ ଏଇଠି ରଖିବା। ଆଶା କରୁଛି ଆଜିର ପୋଏମ୍ଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ତାହେଲେ ଷ୍ଟୁଡେଣ୍ଟସ୍, ପରବର୍ତ୍ତୀ ଭିଡ଼ିଓକୁ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଆଜିର ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରନ୍ତୁ ଷ୍ଟୁଡେଣ୍ଟସ୍। ତାହେଲେ ଆଜିର ପୋଏମ୍କୁ, ଆଜିର ପାଠକୁ ଆମେ ଏଇଠି ରଖିବା। ଥ୍ୟାଙ୍କ ୟୁ।